सर्वशुभमस्तु मंगल हो। बंधुगण आम आज मिथुन राशि उपरे अवश्य दुईपद दुख सुख हवा। जेणु रवि मीन को आसी जाइछंती, तेणु यह मीन मास मीन मासर अवधि मार्च 14 रु एप्रिल 14। मार्च 14 रु एप्रिल 14 यही समय अवधि मध्य मीनरे रवि बुध शुक्र राहु रही एक ग्रह मालिका योग सृष्टि करुछंती। 29 मार्च रे शनि कुंभ रु मीन को आसवे। एवं से मार्गी 5टी ग्रह एकत्रित हेले ताको पंच ग्रह कूट कुआ जाए। मीन राशि रे पंच ग्रह कूट आरंभ हेबो। हेले मिथुन पाई बहुत बढ़िया। मिथुन राशि पाई ए मास सबु दिगरु आय पंथा खोलीदेव, जश बाना उड़ाइब, रोग व्याधि हरण करिब, बंधु मित्र सखा साथी एमाने पाखई आसिबे। नूतन बंधुंक सह संलाप हेबो। हिताकांक्षी बंधु माने हिताकांक्षी गुरुजन माने सत्परामर्श देवे। बहु धन मिलिब, बहु यश मिलिब। विशेष करी आम चरित्र रे मु मिथुन राशि पर कहूँ। मिथुन राशि बंधु माने जो चारित्रिक त्रुटि रे अनुबंधित लज्जित से माने निजको देखी परखी सजाड़ी देवे। मातृ सुख अधिक पाइबे। माँ माने बो किए कौच मम्मी मामा तांको देह भल हो से एक सुखमय जीवन लाभ करिवे। एणु हे बंधु हे श्रोता बंधु आमे मिथुन राशि जेते लोक अच्छे ये धरापृष्ठ समस्त ये मास एक आनंदप्रद मास। विशेष करी ग्रह माने चतुर्थ को देखुचंती बोधे। हाँ, चतुर्थ को देखुचंती। चतुर्थ रे केतु अछंती। तेणु घर बाड़ी चरित्र स्वास्थ्य माता ये संक्रांतीय जावतीय सुख मिलिब। आसंतु ए विषय लिखिथिबा प्रबंध को सुनिबा। आमे आज मीन मासरे मिथुन राशिर गुरुत्व नहीं ए प्रबंध पाठ करिबा। एही मीन मासर कार्य काल मार्च 14 रु एप्रिल 14 जाए। मार्च 14 रे रवि मीन को जीवे। रवि 14/3 रु 16/3 जाए पूर्वभाद्र नक्षत्र रे। 17/3 रु 30/3 जाए उत्तरभाद्र मीन रे। 31/3 रु 14/4 जाए रेवती मीन रे रहिबे। 29/3 जाए मीन रे रवि बुध शुक्र राहु रहिबे। 29/3 रे शनि मीन को आसिले सेठारे पंच ग्रह कूट योग हेबो। एही पंच ग्रह पाई मिथुन राशिया को यथेष्ट अधिक सुख मिलिबो। माँ जे आमर जन्मदायिनी पोषणकारिणी
ତାର ଦେହ ମୁଣ୍ଡ ଠିକ୍ ଠାକ୍ ରହିବ, ମାତୃ ସ୍ନେହ ଅଧିକ ପ୍ରାପ୍ତ ହେବ, ଚାରିତ୍ରିକ ଦୋଷରୁ ଅପବାଦ ବଞ୍ଚିଯିବ। ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ ସେମାନଙ୍କ ପାଇଁ ଏ ମାସଟି ଅଧିକ ଉତ୍ତମ ଫଳ ଦେବ। ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇ ପୁରସ୍କୃତ ହୋଇପାରନ୍ତି ଛାତ୍ରଛାତ୍ରୀଗଣ। ବିଶେଷ ଯାତ୍ରାର ଯୋଗ ଅଛି ଛାତ୍ରଛାତ୍ରୀମାନଙ୍କ ପାଇଁ। ଯେଣୁ ଶୁକ୍ର ଧର୍ମ ଦିଗରେ ଚଳେଇବେ, ତେଣୁ ଭୁଲ କାମ କରିବା ପାଇଁ ଡର ଆସିବ। ରବି ନାନାବିଧ ସୁଖ ଦେବେ, ଶୁକ୍ର ଧର୍ମ ଦେବେ, ଶନି ଧନ ଦେବେ, ବୁଧ ଓ ଗୁରୁ ବୁଦ୍ଧି ଦେବେ, ରାହୁ ଆନନ୍ଦ ଦୋଳିରେ ଝୁଲାଇବେ। ତେଣୁ ବାଳା ବୃଦ୍ଧା ସମସ୍ତ ରମଣୀ ଦାମ୍ପତ୍ୟ, ପାରିବାରିକ ଓ ସାମାଜିକ ସୁଖରେ ନିମଜ୍ଜିତ ରହି ବହୁ ଆନନ୍ଦିତ ହେବେ ଓ ଅନ୍ୟକୁ ସୁଖ ବାଣ୍ଟିବେ। କୃଷକ, ଶ୍ରମିକ, ଦିନମଜୁରିଆମାନଙ୍କ ପାଇଁ ବୃତ୍ତିଗତ ବ୍ୟବସାୟରୁ ଭଲ ଆୟ ହେବ। ନୂତନ କୃଷି ପାଇଁ ଯଥା ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ଗୋପାଳନ, କୁକୁଡ଼ା ପାଳନ ଭଳି ବୃତ୍ତିଗତ ବ୍ୟବସାୟରୁ ଭଲ ଆୟ ହେବ। ନୂତନ ଯୋଜନା କାର୍ଯ୍ୟକାରୀ କରି ସୁଖୀ ହେବେ। ଚିକିତ୍ସକ, ଆଇନଜୀବୀ ଓ ଶିକ୍ଷକମାନଙ୍କୁ ଧନ, ସମ୍ମାନ, ସୁଖ ଯଥେଷ୍ଟ ମିଳିବ। କର୍ମ ଟିକେ ଅଧିକ କରି କ୍ଳାନ୍ତ ହୋଇପଡ଼ିବେ। ଆରକ୍ଷୀ ଓ ସୈନିକମାନେ ଏ ମାସରେ ଦୁର୍ଦମନୀୟ ଦୁର୍ଦାନ୍ତ ଦୁଷ୍ଟମାନଙ୍କୁ ସଂହାର କରି ଦେଶ ଓ ଜାତିର ସମ୍ମାନ ବୃଦ୍ଧି କରିବେ। ବ୍ୟବସାୟୀ ଓ ବଣିକମାନଙ୍କ ପାଇଁ ଏ ମାସ ଏକ ଯାଦୁକାରୀ ମାୟା ସୃଷ୍ଟି କରି ସେମାନଙ୍କର ଲାଭ ଓ ଲୋଭ ବଢ଼ାଇ ଦେବ। ଦୂରଯାତ୍ରା ଯୋଗ ଆସିପାରେ, ଏଣୁ ଶାରୀରିକ କଷ୍ଟ ଭାରୀ ହେବ। ଚତୁର୍ଥ କେତୁ ଏ ଦେହ ବ୍ୟଥାର କାରଣ ହେବେ। ତଥାପି ଅର୍ଜିତ ଆୟ ଦେଖି ମନ ପୂରିଯିବ ଓ ପୀଡ଼ା ହରିଯିବ। ବ୍ୟୟ ପୂର୍ବାପେକ୍ଷା ଅଧିକ ହେବ। ଯେତେ ଅଧିକ ହେଲେ ବି ଆୟ ତାଠୁ ବଳିଥିବାରୁ ବଳକା ଅର୍ଥକୁ ସଞ୍ଚୟ କରିବାକୁ ବାଧ୍ୟ ହେବେ। ଦଶମ ରବି, ଦଶମ ବୁଧ ଓ ଦଶମ ଶନି ପୂର୍ବ ଧନକୁ ହସ୍ତଗତ କରାଇବେ। ଯେଉଁ ଏରିୟର ଅଛି ବା ଯେଉଁ ପୁରସ୍କାର ଅର୍ଥ ଅଛି ଯାହାକି ଏଯାଏ ମିଳିନଥିଲା, ତାହା ସବୁ ଏ ମାସରେ ଅବଶ୍ୟ କରଗତ ହେବ। ମାତ୍ର 29/3 ଯାଏ ଶନି କୁମ୍ଭରେ ଥିବା ଯାଏ ମନକୁ ପାପବୁଦ୍ଧି ଆସିବ। ଏଣୁ ପରନିନ୍ଦା ଓ ପର ଚର୍ଚ୍ଚାରେ ଦିନ ଯିବ। ଯେଉଁ ଖୁସି ହେବେ ସେ ଖୁସି ହିଁ ଆପଣଙ୍କ ପାଇଁ ଏକ ଗଭୀର ଗାତ ଖୋଳିବ। ଆଉ ଏହି କୁକର୍ମ ପାଇଁ ଆପଣଙ୍କୁ ଦଣ୍ଡିତ କରିବେ ମଙ୍ଗଳ। ମଙ୍ଗଳ ରାଜକୁମାର, ମଙ୍ଗଳଙ୍କ ଦଣ୍ଡ ସାମାନ୍ୟ ଦଣ୍ଡ ନୁହଁ। ତେଣୁ ପରଚର୍ଚ୍ଚା, ପରନିନ୍ଦା କରିବା ପୂର୍ବରୁ ଟିକେ ଡରନ୍ତୁ, ଭାରି ବଡ଼ କ୍ଷତି ହେବ। ଏହି କୁକର୍ମର କୁଫଳ ଜନ୍ମ ଓ ଦ୍ୱିତୀୟ ମଙ୍ଗଳ ଦେବେ। ମଙ୍ଗଳ ରାଜକୁମାର, ତାଙ୍କ ଦଣ୍ଡ ବଡ଼ ଭୟଙ୍କର। ଏଣୁ ଭୁଲ ଚିନ୍ତା ବା ଭୁଲ କାମ କରନ୍ତୁନି। ଦ୍ୱାଦଶ ଗୁରୁଙ୍କ ପାଇଁ ରୋଗ ସୃଷ୍ଟି ହେବ। ତଥାପି ସେ ଦୁଃଖ ଭିତରେ ବି ପଞ୍ଚମ ଓ ଷଷ୍ଠ ନକ୍ଷତ୍ର ମାନେ ମୃଗଶିରା ଓ ଆର୍ଦ୍ରାକୁ ରାଜ ସମ୍ମାନ ଦେବେ। ସପ୍ତମ ନକ୍ଷତ୍ରକୁ ବୋଲେ ପୁନର୍ବସୁ ନକ୍ଷତ୍ରକୁ ସୁଖ ଦେବେ। ରାହୁଙ୍କ ଯୋଗୁଁ ପୁନର୍ବସୁ ମିଥୁନ କଣ୍ଟା ବାଡ଼ରେ ଲୁଗା ପକାଇ ଚିରିବେ, କଳହରତ ହେବେ। ଯେଣୁ ଶୁକ୍ର ଧର୍ମ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତେଣୁ ପାପବୁଦ୍ଧି ଦୁଶ୍ଚିନ୍ତା ଆଜି ମନକୁ ଆସିଲା ମାତ୍ରେ ବାରମ୍ବାର ନିମ୍ନ ମନ୍ତ୍ର ପାଠ କରିବେ। ଓଂ ଶୁଂ ଶୁକ୍ରାୟ ନମଃ। ରକ୍ଷା ଧର୍ମକୁ ଧର୍ମ ରକ୍ଷି ଧାର୍ମିକ। ଶୁକ୍ର ସହାୟ ହେବେ, ଧର୍ମ କରନ୍ତୁ। ତାଙ୍କର ପ୍ରାର୍ଥନା ଯାହା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି, ବ୍ୟାସଦେବ ଲେଖିଛନ୍ତି। ହିମ କୁନ୍ଦେନ୍ଦୁ ସଂକାଶଂ ଦତ୍ୟାନାଂ ପରମଂ ଗୁରୁଂ ସର୍ବଶାସ୍ତ୍ରକର୍ତ୍ତାରଂ ଭାର୍ଗବଂ ପ୍ರಣମାମି।